तो आज्ञा नमस्कार जय जगन्नाथ स्वागत करुच्ची मोर एक रविवार ब्लॉग रे। तो ये ब्लॉग रो टॉपिक होची मो ऊपर मु कहबी। तो देख मु ओडिसा रो बिलोंग करुच्ची ओडिसा कटक रु। तो एबे मु केरला रे आइके 8 रु 8 घंटा काम करुच्ची। तो सेई मासक भितरे काम करिवा भितरे तो काम शिफ्ट होची नाइट टू डे। तो गुटे सप्ताह मु डे करिवि आ गुटे सप्ताह नाइट करिवि। तो सेई वीडियो मु तुमको सेई माध्यम रे जणेबी ओडिया पुआ आइकी केमिति केरला रे रहिकी काम करुची। तो डे नाइट कामर मु शिफ्ट रो तुमको वीडियो अपलोड करिकी देखेबी। तो ता पूर्व मु आगुरु फास्ट ब्लॉग करुଥିଲି तो ब्लॉग रे देखि परिबो किछि ब्लॉग एमति करिकी तथापि कष्ट मष्ट करिकी ए हप्ताटा कंप्लीट करिछि। तो एबे ब्लॉग रो एडिटिंग करबा मु बंद कर देछि फुल ब्लॉग रो। तो एबे रविवार को रविवार ब्लॉग आनिबी। मु जेबे ब्लॉग करूची काम ऊपर बड़ ब्लॉग करबा चेष्टा करूची। तो दिन रे 8 घंटा रु राति 8 रु जाउची दिन 8 रे आउची। तो ता ऊपर प्रॉब्लम रहउची कि या वीडियो एडिटिंग करबा को बहुत प्रॉब्लम होची। सकाळे एडिटिंग करिवि ना खाइ पी की सोइबी राति अनिद्रा हेकी जदि ना डे रे काम करिवि तो ता ପାଇଁ भी बहुत प्रॉब्लम बाहर जाउ। नाइट रे आसी की रोसई आस करिवार अछि। तो ता भीतर हमर काम करिवार अछि जेमति कि गाधुआ पाधुआ ता तो रोसई ता सहित जदि टाइम पाइबी से भीतर एडिटिंग करिवि। तो ସେଇଟା को ମୁଁ ବନ୍ଦ କରିକି ସେଥିପାଇଁ ମୁଁ ମିନି ବ୍ଲଗ ରେ ତମକୁ ଜଣେଇବାକୁ ଚାହୁଁଛି। ତ ଏଇ ବ୍ଲଗ ର ଟପିକ ଏଇଆ ମୋ ଉପରେ ଅଛି। ତ ମୁଁ ତମକୁ କହିଦେଲି ମୁଁ ଓଡିଶା କଟକରୁ ବିଲଙ୍ଗ କରୁଛି। ତ ଏବେ ଆଇକି କେରଳରେ ରହିଛି ଗୋଟେ ଓଡିଆ ପୁଅ ଆଇକି କେରଳରେ କେମିତି ଖଟୁଛି ସେ ଭିଡିଓ ଯଦି ଦେଖିବାକୁ ଚାହିଁବ ମୋର ୟୁଟ୍ୟୁବ ଚ୍ୟାନେଲ ରେ ପାଇବ। ତ ମୁଁ ମିନି ବ୍ଲଗ ରେ ଜଣେଇବାକୁ ଚାହିଁବି ତ ରବିବାର ଭିଡିଓ ଫୁଲ ଭିଡିଓ ଅପଲୋଡ କରିବି। ତ ଏଇ ରବିବାର ମୁଁ ଫୁଲ ଭିଡିଓ ଅପଲୋଡ କରିପାରିଲିନି କାହିଁକି ତମେ ଦେଖୁଥିବ ମୁଁ ନାଇଟ୍ ଡ୍ୟୁଟି କରିଛି। ତ ନାଇଟ୍ ଡ୍ୟୁଟି କରିକି ମିନିମମ୍ ମୁଁ 20 ମିନିଟ୍ କି 15 ମିନିଟ୍ ଏଇଠି ରେଷ୍ଟ ନେଇଛି। କମ୍ପାନୀରେ 10 ରୁ 15 ମିନିଟ୍ ଭିତରେ ରେଷ୍ଟ ନେଇଥିଲି। ତ ଏବେ ଶୋଇକି ଉଠି ପଡିଛି। ତ ଏବେ ଭିଡିଓ ଟାକୁ କରୁଛି ରବିବାର ବ୍ଲଗ ଟା ଛୋଟ କରୁଛି। ତ ଏବେ ଖାଇ ପିଇକି ରୋଷେଇ ଏବେ ଚାଲିଛି। ରୋଷେଇ ସରିଲା ପରେ ଖାଇ ପିଇକି ଗାଧୁଆ ପାଧୁଆ କରିକି ତ ଶାନ୍ତିରେ ଶୋଇବୁ। ସେଥିପାଇଁ ମୁଁ ବ୍ଲଗ ଟାକୁ ବେଶୀ ବଡ କରୁନି ଛୋଟ ରଖୁଛି। 12 ଘଣ୍ଟା ଭିତରେ ମୋ ସହିତ କଣ ହଉଛି 8 ରୁ 12 ଘଣ୍ଟା ଭିତରେ କଣ ହବାକୁ ଚାହୁଁଛି ମୁଁ ରବିବାର ବ୍ଲଗ ରେ ଜଣେଇବାକୁ ଚାହିଁବି। ଆଉ ଡେଲିକା ବ୍ଲଗ ଯଦି ଦେଖିବାକୁ ଚାହିଁବ ମୁଁ ମିନି ବ୍ଲଗ ରେ କରିକି ଛାଡିବି ତ ତାକୁ ଦେଖନ୍ତୁ। ଆଉ କିଛିଟା ଶିଖିବାର ମୁଁ ଏଠୁ ଚାନ୍ସ ପାଉଛି ଏତେ କାମ କରିକି। ତ ମୁଁ କିନ୍ତୁ ମୋ ବାପାର ବୋଉ ବଞ୍ଚିଥିଲା ତ ସେତେବେଳକୁ ମୁଁ କିଛି ଜିନିଷ ମାଗିଲେ ମତେ ମୋ ଜେଜେମା ଦଉଥିଲା ଯାହାକୁ ମୁଁ ବୁଢୀମା ବୋଲି କୁହେ। ତ ଏବେ ମତେ କିଛି ମିଳୁନି ତ ସେଥିପାଇଁ ମୁଁ ଘରୁ ମାଗିବା ବନ୍ଦ କରିକି ନିଜ ଖର୍ଚ୍ଚ ନିଜେ ଉଠଉଛି। ଆଉ କିଛିଟା ପଇସା ଘରକୁ ବି ପଠଉଛି। ତ ମୁଁ ଏଠି ଦେଖିବାକୁ ଚାହୁଁଛି ଗୋଟେ ଓଡିଆ ପୁଅ ହେଇକି କେମିତି ଏଇଠି ଯାହା ଶିଖିବାକୁ ପାଉଛି ପରିଶ୍ରମ କଲା ପରେ କେତେ କଷ୍ଟର ଫଳ ମିଳେ। ତ ମାସ ସାରା କାମ କଲା ପରେ ମାସକୁ 10 ତାରିଖ ପରେ ଆମକୁ ପେମେଣ୍ଟ ମିଳେ। ତ ପେମେଣ୍ଟ ଟା ଆମର ପଇସା ନୁହଁ ଆମେ କଷ୍ଟ କଲେ କଷ୍ଟର ଫଳ ପାଇଲେ। ତ ପଇସା ତ ଲୋକ ଦିମାଗ ଲଗେଇକି ବି କମେଇ ପାରିବ କିନ୍ତୁ ଘରର ପରିସ୍ଥିତି କିଛି ଏମିତି ମୁଁ ଧର ଅବିକା ଘରୁ ପଇସା ମାଗିକି ଯଦି ଚଳିବି ତ ଘର ଲୋକ ଅସୁବିଧାରେ ପହଞ୍ଚିବେ ଅସୁବିଧାରେ ମାନେ ପଶିଯିବେ। ତ ସେଥିପାଇଁ ମୁଁ ନିଜ ଖର୍ଚ୍ଚ ଟା ନିଜେ ଉଠଉଛି ବରଂ ଘର ଲୋକ କିଛି ସାହାଯ୍ୟ ମାଗିଲେ ଯେମିତି କି ମୋ ବୋଉ ମୁଁ ତାକୁ ସାହାଯ୍ୟ କରୁଛି। ତ ଘରର ଆମେ ଦି ପୁଅ ଅଛୁ ତ ମୋ ଭାଇ ଜଣେ ସାନଟେ ଅଛି ତା ତଳକୁ ତା ଉପରକୁ ମୁଁ ଅଛି ମୁଁ ହେଲା ଘରର ବଡ ପୁଅ। ତ ପରିସ୍ଥିତି କିଛି ଏମିତି ହେଇଗଲା ସେଥିପାଇଁ ମୁଁ ବାହାରେ ଆଇକି କାମ କରୁଛି। ତ ତମ ଦ୍ଵାରା ହବ ଯଦି ଭିଡିଓଟିକୁ ଦେଖୁଛ ତମ ଫିଡ୍ କୁ ଯଦି ଭିଡିଓଟି ଯାଇଛି ତ ଗୋଟେ ଛୋଟ ଲାଇକ୍ ଟେ କରିଦିଅ। ତମର ଯଦି ଇଣ୍ଟରେଷ୍ଟ ଅଛି ଓଡିଆ ଗାଈ ଷ୍ଟ୍ରଗଲ ଲାଇଫ ଦେଖିବାକୁ ତମ ଜର୍ଣ୍ଣି ମୁଁ ୟୁଟ୍ୟୁବ ଚ୍ୟାନେଲ ରେ ପୋଷ୍ଟ କରୁଛି ସବୁ। ତ ଦେଖିବାକୁ ଯଦି ଚାହୁଁଛ ସବସ୍କ୍ରାଇବ କରିଦିଅ। ମିନି ବ୍ଲଗ ମାଧ୍ୟମରେ ଆସିବ। ତ ରବିବାରକୁ ମୁଁ ଗୋଟେ ଲେଖା ବ୍ଲଗ କରିବି ମିନି ବ୍ଲଗ ରେ ଏମିତି କଣ୍ଟିନ୍ୟୁ ପୋଷ୍ଟ କରିବି ଡେଲିକା ଡେଲି। ତମର ଇନଷ୍ଟା ଆଇଡି ଅଛି ଇନଷ୍ଟା ଆଇଡି ର ଏବେ ନାଁ ହଉଛି ହାର୍ଡ ୱାର୍କିଂ ଓଡିଆ ଗାଏ। ତ ସେଇଠି ଯାଇକି ତମେ ଦେଖିପାରିବ ମୁଁ ଏଠି ମୋଟିଭେସନାଲ ସାଇଟ ଦଉଛି। ଆଉ କିଛି ଏମିତି ଭଲ ଭଲ ମୋଟିଭେସନାଲ କଥା କହୁଛି। ତ ତମେ ଯାଇକି ସେଇଠି ଇନଷ୍ଟାଗ୍ରାମ ରେ ଦେଖିପାରିବ। ତ ଇନଷ୍ଟାଗ୍ରାମ କୁ ମୋ ଇନଷ୍ଟାଗ୍ରାମ କୁ ଯାଇକି ବି ଫଲୋ କରିପାରିବ। ତ ସେଠି କିଛି ମୋଟିଭେସନାଲ ଅଛି। ତ ସେଥିରେ ମୁଁ ବ୍ଲଗ ପକଉନି କାହିଁକିନା ମୁଁ ୟୁଟ୍ୟୁବ ଷ୍ଟାର୍ଟ କଲି ମୋ ଜର୍ଣ୍ଣି ୟୁଟ୍ୟୁବ ରେ ଅଛି। ୟୁଟ୍ୟୁବ ରେ ମୁଁ ହାଫ ଭିଡିଓ ଛାଡୁଛି ଆଉ ସର୍ଟ ଫୁଲ ଭିଡିଓ ଛାଡୁଛି। ରବିବାରକୁ ଫୁଲ ଭିଡିଓ ଚେଷ୍ଟା କରୁଛି ପକେଇବାକୁ ଆଉ ସର୍ଟ ଭିଡିଓ ଡେଲିକା ଡେଲି କରିବାକୁ ଚାହୁଁଛି ମିନି ବ୍ଲଗ ମାଧ୍ୟମରେ ତୁମକୁ ଜଣେଇବାକୁ ଚାହୁଁଛି। ତ ମତେ ନିଶ୍ଚିନ୍ତ କମେଣ୍ଟ କରିବ ଯିବା ପୂର୍ବରୁ
ତମେ କମେଣ୍ଟ କରିକି କହିବ ମୋତେ ଭିଡ଼ିଓଟିକୁ କୋଉଠୁ ଦେଖୁଛ, ହାର୍ଡ ୱାର୍କିଂ ଗାଈର ଭିଡ଼ିଓ ଭଲ ଲାଗେ କି ନାହିଁ। ଯଦି ଭଲ ଲାଗେ ସବସ୍କ୍ରାଇବ କରିବ, ଗୋଟେ ଛୋଟ ଲାଇକ୍ଟେ କରିଦେବ। ହାର୍ଡ ୱାର୍କିଂ ଓଡ଼ିଆ ଗାଈ ବିଷୟରେ କିଛି ଜାଣିବାକୁ ଚାହୁଁଛ ତ କମେଣ୍ଟରେ କହିବ, ମୁଁ ତା ରିପ୍ଲାଏ ଦେବି। ତ ମୋ ନାଁ ହେଉଛି ସୁନୀଲ ସେନାପତି, ଅରିଜିନାଲ ନେମ୍। ତ ଏବେ ମୋର ଓଡ଼ିଶା ଟୁ କେରଲା ଜର୍ଣ୍ଣି ତମକୁ ସେୟାର କରିଦେଇଛି। ତ ତମେ ଏବେ ୟୁଟ୍ୟୁବରେ ଦେଖିପାରିବ ମୋ ଜର୍ଣ୍ଣି କୋଉଠୁ କେମିତି ଆରମ୍ଭ ହେଲା। ଷ୍ଟ୍ରଗଲ ଲାଇଫରେ ଏବେ ମୁଁ ପାଦ ଦେଇଛି, ତ ଷ୍ଟ୍ରଗଲ କରୁଛି କାହିଁକିନା ଘରର ପରିସ୍ଥିତି କିଛି ଅଲଗା। ଆମର ଘର ନାହିଁ, ଘର ଭାଙ୍ଗିକି ପଡ଼ିଛି, ତାକୁ ବନେଇବାକୁ କଷ୍ଟ ଚାଲିଛି ବହୁତ ଜୋରରେ। ତ କ'ଣ କରିବା, ପରିସ୍ଥିତି କିଛି ଏମିତି ଲୋକଙ୍କୁ କୋଉଠିକି ନେଇ ଆସେ କି ନେଇ ବି ଯାଏ। ତ ତମମାନେ ଦେଖୁଥିବ କେତେ ଲୋକଙ୍କର ପରିସ୍ଥିତି କୋଉ ଜାଗାରୁ କୋଉ ହଦରୁ କୋଉଠିକି ପଳଉଛି, କୋଉଠିକି ପଳଉଛି। ତ ସେଇ ପରିସ୍ଥିତି ଲୋକଙ୍କ ମାଇଣ୍ଡସେଟ୍ ଉପରେ ଚେଷ୍ଟା କରେ। ତ ତମେ କମେଣ୍ଟରେ କହିବ ତମକୁ କୋଉ ଭଳିଆ କଣ୍ଟେଣ୍ଟ ଭଲ ଲାଗେ, ଆଉ ରବିବାରକୁ କୋଉ ଭଳିଆ ବ୍ଲଗ ଆଣିବାକୁ ପଡ଼ିବ। ତମେ ଗୋଟେ କମେଣ୍ଟ କର। ଆଉ ଡେଲି ତମେ କୋଉ ଭଳିଆ ସର୍ଟ ଭିଡ଼ିଓ ଦେଖୁଛ ମୋତେ ନିଶ୍ଚିନ୍ତ କମେଣ୍ଟ କରିକି ଯିବ। ଦୟାକରି ଗୋଟେ କମେଣ୍ଟ କରିକି ଯିବ। କମେଣ୍ଟ ମାଧ୍ୟମରେ ଏଇଆ ଲେଖିବ ଯେ ତମକୁ କୋଉ କଣ୍ଟେଣ୍ଟ ଭଲ ଲାଗେ ଆଉ କୋଉ ବିଷୟରେ ଦେଖିବାକୁ ଭଲ ଲାଗେ। ତମକୁ ସେଠୁ କିଛି ତମେ କମେଣ୍ଟ ପଢ଼ି ସାରିଲା ପରେ କିଛି ଏକ୍ସାଇଟେଡ୍ ହେଇକି ମୁଁ ତମ ପାଇଁ କରିବାକୁ ଚାହିଁବି। ତ ମୁଁ କିଛି ୟୁନିକ୍ କରିବାକୁ ଚାହୁଁଛି, ତ ସେଥିପାଇଁ ଗୋଟେ କମେଣ୍ଟ କରିଦିଅ। କମେଣ୍ଟ କଲେ ମୁଁ କମେଣ୍ଟ ପଢ଼ିକି କିଛି କରିବାକୁ ଚାହିଁବି। ତମର ଗୋଟେ ସପୋର୍ଟ ଦରକାର, ଆଉ ଗୋଟେ କମେଣ୍ଟ ଦରକାର। କମେଣ୍ଟ ମାଧ୍ୟମରେ ମୁଁ ପଢ଼ି ସାରିଲା ପରେ ଟିକେ ମାଇଣ୍ଡ ଭିତରକୁ ନେଇକି କିଛିଟା ପ୍ଲାନ୍ସ ବନେଇବି। ତ ପ୍ଲାନ୍ ବନେଇ ସାରିଲା ପରେ ସେ ପ୍ଲାନ୍ରେ କାମ କରିବାକୁ ଗୋଟେ ଚେଷ୍ଟା କରିବି। ତ ତମେ ମୋତେ କମେଣ୍ଟ ମାଧ୍ୟମରେ ଜଣାଅ ନିଶ୍ଚିନ୍ତ ଭାବରେ। ତମର ଫେସବୁକରେ ଏବେ ଆଇଡି ଅଛି, ଫେସବୁକରେ ସେଇ ମୋଟିଭେସନାଲ ଭିଡ଼ିଓ ପୋଷ୍ଟ କରୁଛି। ତ ଫେସବୁକ ଆଇଡି ନାଁ ହେଉଛି ହାର୍ଡ ୱାର୍କିଂ ଓଡ଼ିଆ ଗାଏ। ତ ଫେସବୁକରେ ଇନଷ୍ଟାଗ୍ରାମରେ ମୁଁ ଆକ୍ଟିଭ ରହୁଛି ଡେଲି। ତ ସେଠି ଯାଇକି ବି ଫଲୋ କରିପାରିବ। ତ ଏବେ ୟୁଟ୍ୟୁବରେ ଏବେ ଡେଲି ରହୁଛି, କିନ୍ତୁ ଏବେ ବନ୍ଦ କରିଦେଇଛି ଏଇ ରବିବାରଠୁ। ଡେ ଡ୍ୟୁଟିଠୁ ପୁରା ସର୍ଟ ଭିଡ଼ିଓରେ ଆସିବ ପୁରା ମାସ ସାରା। ତ ଦେଖିବାକୁ ଚାହିଁବ ଯଦି ଏଇ ଚ୍ୟାନେଲକୁ ସବସ୍କ୍ରାଇବ କରିବ। ଭିଡ଼ିଓଟିକୁ ଏଇଠି ଏଣ୍ଡ କରୁଛି। ଭଲ ଲାଗିଥିବ ଯଦି ଛୋଟ ଲାଇକ୍ କରିବ। ଯଦି ମୋତେ ସପୋର୍ଟ ଦେବାକୁ ଚାହିଁବ, ଗୋଟେ ଓଡ଼ିଆ ହାର୍ଡ ୱାର୍କିଂ ଓଡ଼ିଆ ଗାଏ ଷ୍ଟ୍ରଗଲ ଲାଇଫରେ ପାଦ ରଖିଛି, ତ ସେଥିରେ ଆଗକୁ ବଢ଼ିବାକୁ ଯଦି ତମେ ଚାହୁଁଛ ତ ଛୋଟିଆ ସବସ୍କ୍ରାଇବ କରିଦେବ, ତ ବେଲ୍ ଆଇକନକୁ ଅଲ୍ ସେଟ୍ କରିଦେବ। ତ ଏବେ ରହୁଛି ଆଜିକା ଭିଡ଼ିଓରେ ଏତିକି। ନୂଆ ନୂଆ ଭିଡ଼ିଓ ଦେଖିବାକୁ ଚାହୁଁଛ ଏଇ ଚ୍ୟାନେଲକୁ ସବସ୍କ୍ରାଇବ କରିବ। ତ ରହୁଛି, ଜୟ ଜଗନ୍ନାଥ। ଦେଖା ହବ ଆସନ୍ତାକାଲି ସର୍ଟ ଭିଡ଼ିଓରେ। ତ ବାଏ ବାଏ।